ହ୍ୟାଲୋ ଭାଇମାନେ, ବିବାହିତ ଦିନ ଜଣଙ୍କୁ ସଭିଙ୍କୁ ସ୍ୱାଗତ। ଭାଇମାନେ, ଏ କିଛି 15-20 ଦିନ ତଳେ ନିମାପଡ଼ାର ଗୋଟେ କେସ୍ ହେଇଥିଲା, ମାଷ୍ଟର ଆଉ ମାଷ୍ଟରାଣୀ ହିଷ୍ଟ୍ରି କାହାଣୀ। ହଁ, ମୁଁ ସେଇ କାହାଣୀ ବିଷୟରେ କହୁଛି ଯେ ଏତେ ମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି ସେ କୋର୍ଟରେ ପୋଲିସଠୁ ଧରିକି ଆମର ଆଇନ ପ୍ରଶାସନ ସମସ୍ତେ ଜାଣିଛନ୍ତି ଦୋଷୀ କିଏ। ହଁ, ମୁଁ ଆଙ୍କରି ଷ୍ଟୋରି ବିଷୟରେ କହୁଛି, ବେଶୀ କିଛି କହିବାକୁ ପଡ଼ିବନି, ସମସ୍ତେ ଜାଣିଛନ୍ତି ଆର ଅନ୍ତ ବି କ'ଣ ହେଇଛି। ତ ପ୍ରଶାସନ ଜାଣିଛି, ପୋଲିସ ଅଧିକାରୀ ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି, ମିଡ଼ିଆ ବାଲା ଜାଣିଛନ୍ତି, ସୋସିଆଲ ମିଡ଼ିଆରେ ଯେତେକ ସବୁ ୟୁଥ୍ ମାନେ ଅଛନ୍ତି ବା ଦର୍ଶକମାନେ ଅଛନ୍ତି ସମସ୍ତେ ଜାଣିଛନ୍ତି। ଭାବନ୍ତୁ ଏଠି ନ୍ୟାୟ ପାଇବା କେତେ କଷ୍ଟ, ଆଉ ପ୍ରଶାସନଙ୍କ ତଳୁ ଟୋଟାଲି ନ୍ୟାୟ ପାଇବା କଷ୍ଟ। ତ ଭାଇ ମାନେ ବହୁତ ଦିନ ହେଲା ଭିଡ଼ିଓ ମୁଁ କରିନଥିଲି, ମୋତେ ଭଲ ଲାଗେନି ଏ ଜିନିଷ ସବୁ, କିନ୍ତୁ ଆଜି ଗୋଟେ ଇଚ୍ଛା ହେଲା, ଗୋଟେ ଜିନିଷ ଦେଖିଲି ତ କହିଲି, ମୁଁ ଜାଣିଲି ଯେ ଏଠି ନ୍ୟାୟ ହିଁ ନାହିଁ। ତ ତେଣୁ ଏବେ ଗୋଟେ ଭିଡ଼ିଓ ଦେଖିଲି, ଏଇ ଭିଡ଼ିଓରେ ଗୋଟେ ତା ସ୍ତ୍ରୀ ଏ ଭାଇ ଜଣଙ୍କର ତ ତାଙ୍କୁ ଧୋକା ଦେଇଛି, ଅନ୍ୟ ପୁରୁଷ ସହିତ ଆଫେୟାର ରଖିଛନ୍ତି କି ଯାହା ବି ହଉ। ଦେଖିଲା ପରେ ଇଏ କିନ୍ତୁ ପ୍ରଶାସନକୁ ଆଉ ନେଇନାହାନ୍ତି କି ନଙ୍ଗଳା କରି ମୁଣ୍ଡ କାଟି ଦେଇଛନ୍ତି। ତ ଭୟର ମାହୋଲ ଖେଳି ଯାଇଛି। ଏମିତି ଗୋଟେ କେସ୍ ଆଗରୁ ବି ହେଇଥିଲା, ମୁଁ ଦେଖିଥିଲି। ତ ଭାଇମାନେ ଆପଣ କୁହନ୍ତୁ ଏଇଟା ଠିକ୍ ନା ନାହିଁ? ତ ମୋ ଜାଣିବାରେ ତ ଏଇଟା ଠିକ୍, କାହିଁକିନା ଗୋଟେ ଇମୋସନ୍, ଗୋଟେ ହାର୍ଟ ସହିତ ଖେଳିବା ବହୁତ ବଡ଼ କଷ୍ଟ। ତେଣିକି ଜେଲ୍ ଯାଅ, ଯାହା ବି କର ଚଳିବ, କିନ୍ତୁ ଭାଇ ଧୋକା ବୋକା ତ ନୁହଁ ଭାଇ, ଖୋଲା କଥା ବାଧିବ ଭାଇ। ପ୍ରେମ ଭାଇ, ପ୍ରେମ ବାଧିବ। ଗୋଟେ ନିଜ ମାନେ ସ୍ତ୍ରୀ ଯାଇ ପର ସାଙ୍ଗରେ ବାଧିବନି। ତ ଭାଇମାନେ ଭିଡ଼ିଓ ମୁଁ କରିନଥିଲି ବହୁତ ଦିନ ହେଲା, ତେଣୁ ପୁଣି ଭାବୁଛି ଆରମ୍ଭ କରିବି ବୋଲି। କ'ଣ କହୁଛନ୍ତି? ଯଦି କମେଣ୍ଟ ବକ୍ସରେ ଲେଖିବେ ଆରମ୍ଭ ପାଇଁ, ତ ପୁଣି ଥରେ ଆରମ୍ଭ କରିବା, କିନ୍ତୁ ଗାଳି ନାହିଁ।